ସମସ୍ତଙ୍କୁ ନମସ୍କାର। ଆଜି ଆମେ ଆମ ପରିବେଶ ପାଠ ଆମ ବିଚିତ୍ର ବିଶ୍ୱର ଆମ ବିଦ୍ୟାଳୟ ଏକ ଆନନ୍ଦମୟ ସ୍ଥାନ ଅଧ୍ୟାୟଟିକୁ ପଢିବା। ତ ଆଜିର ଅଧ୍ୟାୟରେ ଆମେ କଣ ପଢିବା ଦେଖ, ବର୍ଜ୍ୟ ବସ୍ତୁର ପରିଚାଳନା। ତ ତୁମ ପାଇଁ କଣ କଣ ଶିକ୍ଷଣ ଉଦ୍ଦେଶ୍ୟ ରହିଛି? ବର୍ଜ୍ୟ ବସ୍ତୁର କିପରି ପୁନଃ ବ୍ୟବହାର କରିହେବ ତାହା ତୁମେ କହିବ। ତା ସହିତ ନିଜ ଗୃହ ଓ ପରିବେଶରେ ବର୍ଜ୍ୟ ବସ୍ତୁର କିପରି ପରିଚାଳନା କରିହେବ ତାହା ମଧ୍ୟ କହିବ। ଠିକ ଅଛି। ତ ପ୍ରଥମେ ହଉଛି କଣ ଦେଖ ନା, ଡଷ୍ଟବିନ ର ବ୍ୟବହାର। ଆମ ଘରେ ଓ ବାହାରେ ସବୁ ଜାଗାରେ ଆମେ କଣ କରିବା, ଡଷ୍ଟବିନ ର ବ୍ୟବହାର କରିବା। କାରଣ ଆମ ଘରେ ବା ସ୍କୁଲରେ ଯୋଉ ସବୁ ଅଳିଆ ବାହାରେ ତାକୁ ଆମେ ଏକାଠି ରଖିବା ଅନୁଚିତ। କେବେ ବି କୌଣସି ଆମର ଯୋଉ ଅଳିଆ ଆବର୍ଜନା ଅଛି ତାକୁ ଏକାଠି କରି ରଖିବ ନାହିଁ। କଣ କରିବ ନା, ଚକୋଲେଟ ଖୋଳ, ପରିବା ଚୋପା, ଚିରା କାଗଜ କେବେ ବି ଘର ଭିତରେ ଓ ବାହାରେ ଏଣେ ତେଣେ ଫିଙ୍ଗିବା ନାହିଁ। ତାହାକୁ ସବୁବେଳେ ଡଷ୍ଟବିନ ବା ଆବର୍ଜନା କୁଣ୍ଡରେ ପକାଇବା ଓ ତାକୁ ଆମେ ଘୋଡାଇକି ରଖିବା। ଠିକ ଅଛି। କେବେ ବି ଏଣେ ତେଣେ ଆମେ ଫୋପାଡିବା ନାହିଁ। ତାକୁ ଆବର୍ଜନା କୁଣ୍ଡରେ ପକାଇବା, କିନ୍ତୁ ଆବର୍ଜନା କୁଣ୍ଡକୁ ଘୋଡେଇକି ବି ରଖିବା। କାରଣ ଯେହେତୁ ଆବର୍ଜନା ସବୁ ପଡୁଛି ତା ଭିତରେ ଯଦି କିଛି ଜୀବାଣୁ ସୃଷ୍ଟି ହେବେ ତାହା ଆମ ପାଇଁ କ୍ଷତିକାରକ ହବ। ତେଣୁ ତାକୁ ଆମେ ଘୋଡାଇ ରଖିଲେ ସେମାନେ ଆମ ପାଖକୁ ଆସିବେ ନାହିଁ। ତା ସହିତ ଓଦା ଅଳିଆ ପାଇଁ ସବୁଜ କୁଣ୍ଡ ଓ ଶୁଖିଲା ଅଳିଆ ପାଇଁ ନୀଳ କୁଣ୍ଡ ଆମେ ବ୍ୟବହାର କରା। ଯେମିତି ପରିବା ଚୋପାକୁ ସବୁଜ କୁଣ୍ଡରେ ପକାଇବା। ଯେ କାଗଜ ବାହାରୁଛି ତାକୁ ଆମେ କଣ କରିବା, ନୀଳ କୁଣ୍ଡରେ ପକାଇବା। କାରଣ ଓଦାକୁ ଅଲଗା ରଖିବା ଆଉ ଶୁଖିଲା ଆବର୍ଜନାକୁ ଅଲଗା ରଖିବା। ଯଦି ଜରି ଫରି କିଛି ବାହାରୁଛି ତାକୁ ଆମେ ନୀଳ କୁଣ୍ଡରେ ପକାଇକି ରଖିବା। ତ ଯଦି ଆମେ ଏଇ ଆବର୍ଜନା ସବୁକୁ ପୃଥକ ନ କରିବା ତେବେ ଆମର କଣ ଅସୁବିଧା ହବ? ଦେଖ, ସବୁ ଅଳିଆ ମିଶିଗଲେ ଦୁର୍ଗନ୍ଧ ବାହାରିବ ଓ ରୋଗ ବ୍ୟାପିବ। ଯଦି ଆମେ ସବୁ ଯାକ ଅଳିଆକୁ ମିଶାଇ ରଖିବା କଣ ହବ ନା, ସେଥିରୁ ବିଭିନ୍ନ ଦୁର୍ଗନ୍ଧ ବାହାରିବ। ଲୋକମାନଙ୍କୁ ସେ ଦୁର୍ଗନ୍ଧ ସାଙ୍ଗରେ ଯୋଉ ଅଣୁଜୀବ ମାନେ ଆସିବେ ସେମାନେ କଣ କରିବେ ନା, ଆମ ପାଇଁ ଅତ୍ୟନ୍ତ କ୍ଷତିକାରକ ହେବେ ଆଉ ଆମ ଶରୀରରେ ରୋଗ ସୃଷ୍ଟି କରିବେ। ପରିମଳ କର୍ମଚାରୀ ମାନଙ୍କ ପାଇଁ ଏହାକୁ ସଫା କରିବା ଓ ପରିଚାଳନା କରିବା କଷ୍ଟକର ହୋଇପାରିବ। ତ ଯେଉଁ ପରିମଳ କର୍ମଚାରୀ ମାନେ ଆମ ପରିବେଶକୁ ସଫା ସୁତୁରା ରଖୁଛନ୍ତି ସେମାନେ କଣ କରନ୍ତି ନା, ଓଦା ଆବର୍ଜନାକୁ ଅଲଗା ନିଅନ୍ତି, ଶୁଖିଲାକୁ ଅଲଗା ନିଅନ୍ତି। କିନ୍ତୁ ଆମେ ଯଦି ତାକୁ ଏକାଠି ରଖିଦବା ସେମାନଙ୍କ ପାଇଁ ମଧ୍ୟ କଷ୍ଟକର ହବ। ସେମାନେ କାହାକୁ ଓଦାକୁ କେମିତି ଅଲଗା କରି ଶୁଖିଲା କେମିତି ଅଲଗା କରି ସେମାନେ ବି କନଫ୍ୟୁଜ ହେଇଯିବେ ଆଉ ସେମାନେ ଠିକ ଭାବେ ତାକୁ ପରିଚାଳନା କରିପାରିବେ ନାହିଁ। ସେଥିପାଇଁ ଦେଖ, ଆମର ବିଭିନ୍ନ ରଙ୍ଗର ଆମର ଡଷ୍ଟବିନ ଅଛି। ସବୁ ପରିଚାଳନା ପାଇଁ ଉପଯୁକ୍ତ ଭାବେ ତାକୁ ଆମେ ପରିଚାଳନା କରିପାରିବା। ତ କିଛି ଶୁଖିଲା ଆବର୍ଜନା ଯେପରିକି ପୁରୁଣା ବହି, କାଗଜ, ବୋତଲ ଆଦିକୁ ଆମେ କବାଡିଆକୁ ଦେଇଥାଉ। ସକାଳୁ ସକାଳୁ ଆସନ୍ତିନି କବାଡିଆ ମାନେ ତମ ଘରକୁ ଭଙ୍ଗା ଲୁହା, ଟିଣ, ପ୍ଲାଷ୍ଟିକ, ବହି ଖାତା ଆଦି ସେମାନେ ନେଇ ଯାଇଥାନ୍ତି। ତ ସେମାନେ କାହିଁକି ନିଅନ୍ତି? ସେଗୁଡିକୁ ନେଇ ସେମାନେ କଣ କରନ୍ତି ନା, କାରଖାନାରେ ଦେଇ ଦିଅନ୍ତି। ସେଗୁଡିକୁ ସେମାନେ କାରଖାନାରେ ଦେଇ ଦିଅନ୍ତି, ଯୋଉଠି ସେମାନେ କଣ କରିବେ ନା, ସେଇ ପୁରୁଣା ଜିନିଷକୁ ନେଇ ସେଥିରୁ ନୂଆ ଜିନିଷ ତିଆରି କରିବେ। ତାକୁ କୁହାଯାଏ ପୁନଃ ଚକ୍ରଣ। ତମେ ତାକୁ ଡଷ୍ଟବିନରେ ରଖିଲ, ତାକୁ କବାଡିଆ ନେଇ କଣ କରିବେ, କାରଖାନାରେ ଦେବେ। ସେଠୁ ନୂତନ ଜିନିଷ ତିଆରି ହେଲା, ତାକୁ ପୁଣି ଆମେ ବ୍ୟବହାର କରିପାରିବା। ଯେମିତି ପୁରୁଣା ବହି ସେ ନେଇଗଲେ ତାକୁ କାଗଜକୁ ପୁଣି ଭାବେ ମଣ୍ଡ ପ୍ରସ୍ତୁତ କରି ସେଥିରୁ କଣ କରିବେ ନା, ନୂଆ କାଗଜ ସେଥିରୁ ପ୍ରସ୍ତୁତ ହବ। ଆଉ ଯୋଉ ନୂଆ କାଗଜ ସେଥିରୁ ପ୍ରସ୍ତୁତ ହବ ତାକୁ ପୁନର୍ବାର ଆମେ ଲେଖିବା ଆଦି କାର୍ଯ୍ୟରେ ବ୍ୟବହାର କରିପାରିବା। ଯାହାକୁ ଦ୍ଵାରା କଣ ହବ ନା, ଆମର ଜିନିଷ ମଧ୍ୟ ନଷ୍ଟ ହେବ ନାହିଁ ଆଉ ତାକୁ ପୁନଃ ଚକ୍ରଣ ହୋଇ ଆମେ ତାକୁ ପୁନଃ ବ୍ୟବହାର କରିପାରିବା। ତେବେ ତୁମେ କେବେ ଚିନ୍ତା କରିଛ କି, କେତେକ କୋଠରୀରେ ଅନ୍ୟ କୋଠରୀ ତୁଳନାରେ କାହିଁକି କମ ଗରମ ଅନୁଭୂତ ହୁଏ? ତ ବେଳେ ବେଳେ କଣ ହୁଏ ନା, କିଛି କୋଠରୀରେ ଆମର କମ ଗରମ ଅନୁଭୂତ ହୁଏ ଆଉ କିଛିରେ ଅଧିକା ଗରମ ଅନୁଭୂତ ହୁଏ। କାହିଁକି ହୁଏ ନା, ଯଦି ଗଛର ଛାଇ ଥିବା ଓ ଝରକା ଦେଇ ବାୟୁ ଚଳପ୍ରଚଳ ହେଉଥିବା ଶ୍ରେଣୀ ଗୃହ ଗୁଡିକରେ ତାପମାତ୍ରାରେ ଫରକ ଥାଏ। ଯଦି ଗୋଟେ ଶ୍ରେଣୀ ଗୃହ ଉପରେ କିମ୍ବା ଘର ଉପରେ ଗଛ ଅଛି ତାହେଲେ ସେଠି କଣ ହବ ନା, ବାୟୁ ଆମର ଗଛର ଛାଇରେ ତା ସହିତ ଯଦି ଝରକା ଦେଇ ବାୟୁ ଚଳପ୍ରଚଳ ହଉଛି ତାହେଲେ ସେ ସ୍ଥାନରେ ବି କଣ ହବ
ନା ଆମର ତାପମାତ୍ରାରେ ଫରକ ଆସିବ। ଯୋଉଠି ଗଛ ଛାଇ ଥିବ ଆଉ ପବନ ଚଳାଚଳ ସେ ଜାଗା ତାପମାତ୍ରା କମ ରହିବ। ଆଉ ଅନ୍ୟ ସ୍ଥାନରେ ଯୋଉଠି ଗଛ ଛାଇ ନଥିବ ଆଉ ପବନ ଚଳାଚଳ ସୁବିଧା ନଥିବ ସେ ଜାଗା ତାପମାତ୍ରା କଣ ହବ? ଅଧିକା ରହିବ। ତା ସହିତ ଧଳା ରଙ୍ଗ ହୋଇଥିବା ଛାତ କିମ୍ବା କାନ୍ଥ ଯଦି ଧଳା ରଙ୍ଗର ହୋଇଥିବ ସେଠି ସୂର୍ଯ୍ୟଙ୍କର ଉତ୍ତାପକୁ ତାହା ପ୍ରତିଫଳିତ କରିଦେଇଥାଏ। ହେଲା, କାରଣ ଧଳା ରଙ୍ଗ ସୂର୍ଯ୍ୟ କିରଣ ଧରି ରଖେ ନାହିଁ, ତେଣୁ ସେଠି ଆଲୋକ କଣ ହବ? ପ୍ରତିଫଳିତ ହୋଇଯିବ। ତେଣୁ ଅନ୍ୟ ପକ୍ଷରେ ଯଦି କଳା ରଙ୍ଗର କରିବ ତାହେଲେ ସେ ତାପ ଶୋଷଣ କରି ରଖିବ ଆଉ ଅଧିକ ଗରମ ମଧ୍ୟ ଲାଗିବ। ବୁଝିଗଲା? ତେଣୁ ପ୍ରତି ଜଳ ବୁନ୍ଦା ମଧ୍ୟ ଆମ ପାଇଁ କଣ ମୂଲ୍ୟବାନ ହୋଇଥାଏ। ପ୍ରତିଦିନ ଆମେ ବିଭିନ୍ନ କାର୍ଯ୍ୟ ପାଇଁ ଜଳ ବ୍ୟବହାର କରୁ, କିନ୍ତୁ ଏହି ଜଳ ଆମ ପାଇଁ ଅମୂଲ୍ୟ ସମ୍ପଦ, କିନ୍ତୁ ଆମେ ତାର ଠିକ ଭାବେ ବ୍ୟବହାର କରୁନାହୁଁ। କିପରି ଆସ ଦେଖିବା ନା, ଯଦି ଆମେ ଗୋଟିଏ ଟୋପା ଟୋପା ହୋଇ ପଡିଥିବା ପାଣି ପଡୁଥିବା କଳ ତଳେ ଗୋଟେ ଗ୍ଲାସ ରଖିଦବା ତାହେଲେ କିଛି ସମୟ ପରେ ଦେଖିବ ସେ ଗ୍ଲାସଟି କଣ ହେଇଥିବ ନା ପୁରା ହେଇଯାଇଥିବ ପାଣିରେ। ତ ଭାବ, ଯଦି ଟୋପା ଟୋପା ହୋଇ ପାଣି ପଡି ଯଦି ଗୋଟେ ଗ୍ଲାସ ପାଣି କିଛି ସମୟରେ ହେଇଯାଉଛି ତାହେଲେ ଗୋଟେ ଦିନ ଭିତରେ କେତେ ପାଣି ଆମର ନଷ୍ଟ ହେଉଥିବ। ତେଣୁ ଆମେ ଅଜାଣତରେ ମଧ୍ୟ କଣ ନା ବହୁତ ପାଣି ଆମେ ନଷ୍ଟ କରିଦଉଛେ। ତ ସେଥିପ୍ରତି ଆମକୁ ଧ୍ୟାନ ଦେବାକୁ ପଡିବ ଯେମିତି ଆମର ସେ ପାଣି ଗୁଡିକ ନଷ୍ଟ ନ ହୁଏ। କାରଣ ଜଳ ଏକ ଅମୂଲ୍ୟ ସମ୍ପଦ, ଏହାର ସୁରକ୍ଷା ଆମ ସମସ୍ତଙ୍କର ଦାୟିତ୍ୱ। କାରଣ ଜଳକୁ ସୁରକ୍ଷା ଦବା ଆମ ସମସ୍ତଙ୍କର ଦାୟିତ୍ୱ, କାରଣ ଜଳ ବିନା ଆମେ ବଞ୍ଚି ପାରିବା ନାହିଁ। ବୁଝି ହଉଛି? ଜଳ ବିନା ଆମେ କେବେ ବି ବଞ୍ଚି ପାରିବା ନାହିଁ। ତେଣୁ ଜଳକୁ ଆମର ଅମୂଲ୍ୟ ସମ୍ପଦ, ତାର ସୁରକ୍ଷା ଆମେ କରିବା। ତେଣୁ ଜଳ ଶକ୍ତି ଅଭିଯାନ ହେଉଛି ଏକ ଜଳ ସଂରକ୍ଷଣ ପାଇଁ ଏବଂ ସୁରକ୍ଷା ପାଇଁ ଏକ ଅଭିଯାନ। ଏହା ଲୋକମାନଙ୍କୁ ଗଛ ଲଗାଇବା, ବର୍ଷା ଜଳର ସଂରକ୍ଷଣ କରିବା, ଜଳର ଯଥୋଚିତ ବ୍ୟବହାର କରିବାରେ ଉତ୍ସାହିତ କରିଥାଏ। ଯେପରି ଜଳର ଠିକ ବ୍ୟବହାର ହେଇପାରିବ, ତାର ଆମର ମିସୟୁଜ କେବେ ବି ହବ ନାହିଁ। ବିଦ୍ୟାଳୟ ଗୁଡିକ ଶିକ୍ଷାର୍ଥୀ ମାନଙ୍କୁ ପାଣି କୂଳରେ ଥିବା ଛିଦ୍ର ବନ୍ଦ କରିବା, ବର୍ଷା ଜଳ ସଂଗ୍ରହ କରିବା ଏବଂ ଜଳର ଉତ୍ତମ ବ୍ୟବହାର ସମ୍ପର୍କରେ ଶିକ୍ଷା ଦେଇଥାଏ। ତେଣୁ ଶିକ୍ଷଣ ଏବଂ ଛୋଟ ଛୋଟ କାର୍ଯ୍ୟ ମାଧ୍ୟମରେ ବିଦ୍ୟାଳୟ ଜଳ ସମ୍ପଦର ସୁରକ୍ଷା କରିବାରେ ସାହାଯ୍ୟ କରିପାରିବା ଏବଂ ଜଳ ସଂରକ୍ଷଣ କାହିଁକି ଗୁରୁତ୍ୱପୂର୍ଣ୍ଣ ତାହା ମଧ୍ୟ ଶିଖାଇଥାଏ। ତେଣୁକରି ଏସବୁ ଶିକ୍ଷା ମାଧ୍ୟମରେ କଣ ନା ଆମେ ଜଳକୁ ଠିକ ଭାବେ ଉପଯୋଗ କରିପାରିବା ଆଉ ତାର ସୁରକ୍ଷା ମଧ୍ୟ କରିପାରିବା। ତେବେ ଆସ ଆମେ କେତୋଟି ପ୍ରଶ୍ନ ଦେଖିବା ଆଉ ତାର ଉତ୍ତର କରିବା। ଅଳିଆ ଆବର୍ଜନା ପକାଇବା ପାଇଁ ବ୍ୟବହାର ହେଉଥିବା କୁଣ୍ଡକୁ କଣ କୁହାଯାଏ? ଡଷ୍ଟବିନ୍ ବା ଆବର୍ଜନା କୁଣ୍ଡ। ନାଇଁ, ପରିବା ଚୋପା ଓ ପଚା ଫଳ ଭଳି ଅଳିଆକୁ କେଉଁ ରଙ୍ଗରେ ଡଷ୍ଟବିନ୍ ପକାଇବା? ତାହେଲେ କେଉଁ ରଙ୍ଗରେ ପକାଇବା? ସବୁଜ ରଙ୍ଗରେ, କାରଣ ସେଥିରେ ଆମେ ଓଦା ଆବର୍ଜନା ପକଉଛେ। ଯେଉଁଥିରେ ଓଦା ଆବର୍ଜନା ପକଉଛେ ସେଇଥିରେ ଆମେ ପରିବା ଚୋପା ଓ ପଚା ଫଳ ଆଦିକୁ ପକାଇବା। ପ୍ଲାଷ୍ଟିକ ବ୍ୟବହୃତ ବୋତଲରୁ କିଛି ନୂଆ ଜିନିଷ ତିଆରି କରିବାକୁ କଣ କୁହାଯାଏ? ପୁନଃ ବ୍ୟବହାର। ତ ଯୋଉ ପ୍ଲାଷ୍ଟିକ ଜିନିଷ ବ୍ୟବହାର ହୋଇଛି ତାକୁ ଆମେ ଆଉ ଥରେ ପୁନଃ ବ୍ୟବହାର କରିପାରିବା। ତ ଆସ ଶୂନ୍ୟ ସ୍ଥାନ ପୂରଣ କରିବା। କାଗଜ, କାଚ, ପ୍ଲାଷ୍ଟିକ ଭଳି ଅଳିଆକୁ ଡ୍ୟାସ ରଙ୍ଗରେ ଡଷ୍ଟବିନ୍ ପକାଇବା ଉଚିତ। ନୀଳ ରଙ୍ଗର, ନାଇଁ? ଭେରି ଗୁଡ। ସବୁଜ ଅଳିଆକୁ ଏକାଠି ନ ମିଶାଇ ଡ୍ୟାସ ରଖିବା ଦ୍ୱାରା ପରିଚାଳନା ସହଜ ହୁଏ। ଅଲଗା ଅଲଗା, କେବେ ତାକୁ ମିଶାଇକି ରଖିବନି, ତାକୁ ଆମେ ଅଲଗା ଅଲଗା ରଖିବା, ଯାହା ଦ୍ୱାରା ପରିଚାଳନା ଆମର ସହଜ ସୁବିଧା ହେଇପାରିବ। ଖାଲି ପ୍ଲାଷ୍ଟିକ ବୋତଲକୁ ଆମେ ଡ୍ୟାସ ଭାବେ ବ୍ୟବହାର କରି ଗଛ ଲଗାଇ ପାରିବା। ଫୁଲଦାନୀ, ନାଇଁ? ସେଥିରେ ଆମେ ଫୁଲଦାନୀ ଭଳିଆ ତାକୁ ସେଥିରେ ମାଟି ରଖି ତାକୁ ଆମେ ସହଜରେ ଗଛ ଲଗାଇ ପାରିବା। ତ ଦେଖ ସ୍ତମ୍ଭାବଳନ କରିବା। ପରିବା ଚୋପା କେଉଁ ଡଷ୍ଟବିନ୍ ରଖିବ? ସବୁଜ ଡଷ୍ଟବିନ୍। ପ୍ଲାଷ୍ଟିକ ଖେଳନାରେ କଣ ହେଇପାରିବ ନା ନୀଳ ଡଷ୍ଟବିନ୍ ପକାଇବ। ବ୍ୟବହୃତ ଔଷଧ, ଇଞ୍ଜେକ୍ସନ ସେସବୁ ହଉଛି ବିପଦଜନକ ବର୍ଜ୍ୟ ବସ୍ତୁ। ପୁରୁଣା ଖବର କାଗଜକୁ ଆମେ ପୁନଃ ବ୍ୟବହାର କରିପାରିବା। ତ ଏସବୁ ହଉଛି ଆମର ଆଲୋଚନା। ତେବେ ଆଉ କିଛିଟା ପ୍ରଶ୍ନ ଦେଖିବା ଆମେ। ବର୍ଜ୍ୟବସ୍ତୁ ପରିଚାଳନା କହିଲେ କଣ ବୁଝ? କଣ ଦେଖ
ନା ଅଳିଆ ଆବର୍ଜନାକୁ ଏଣେ ତେଣେ ନ ଫିଙ୍ଗି ସଠିକ ଭାବେ ଅଲଗା କରିବା ଓ ସେଗୁଡ଼ିକର ପୁନଃ ବ୍ୟବହାର କରିବାକୁ ବର୍ଜ୍ୟବସ୍ତୁ ପରିଚାଳନା କୁହାଯାଏ। ତାର ଆମେ କଣ କରିବା? ସଠିକ ଭାବରେ ତାର ଆମେ ବ୍ୟବହାର କରିବା। କେଉଁ କେଉଁ ଜିନିଷକୁ ଆମେ ପୁନଃ ବ୍ୟବହାର କରିପାରିବା? ପୁରୁଣା ଖବରକାଗଜ, କାଚ ବୋତଲ, ପ୍ଲାଷ୍ଟିକ ଡବା, ପୁରୁଣା କପଡାକୁ ଆମେ ପୁନଃ ବ୍ୟବହାର କରି ସେଥିରୁ ନୂଆ ଜିନିଷ ଆମେ ତିଆରି କରିପାରିବା। ସବୁଜ ଡଷ୍ଟବିନରେ ପଡୁଥିବା ଅଳିଆରୁ କିପରି ଉପକାର ମିଳେ? କାରଣ ଯେହେତୁ ଓଦା ଅଳିଆ ଆମର ସେଥିରେ ପକାଯାଏ, ସେଥିରୁ ଜୈବିକ ସାର ପ୍ରସ୍ତୁତ କରି ଚାଷ କାମରେ ଆମେ ତାକୁ ବ୍ୟବହାର କରିପାରିବା, ଯୋଉଟା କି ଆମର ଉପକାର କରିବ। ତ ଏହା ହିଁ ଥିଲା ଆମର ଆଲୋଚନାର ବିଷୟବସ୍ତୁ। ତେବେ ଆଗାମୀ ମଧ୍ୟ ଦେଖାହବ। ସମସ୍ତଙ୍କୁ ଧନ୍ୟବାଦ। ଖୁସିରେ ଶିଖିବା ସମସ୍ତଙ୍କର ଅଧିକାର। ନମସ୍କାର।